ଇଚ୍ଛାପୁର ଆମର ଗୋପାଳପୁର ଦାମୋଦରପୁର ଏପଟେ ବ୍ରହ୍ମପ୍ରତା ସମସ୍ତ ପ୍ରଥମାଖଣ୍ଡି ସମସ୍ତ ବହୁ କୁଆଖିଆ ଠାରୁ ଆରମ୍ଭ କରି ସବୁଆଡ଼ୁ ପ୍ରଭୁ ଭକ୍ତମାନେ ଆସିଛନ୍ତି ପୁଣ୍ଡିଭୂତ ହେଇଛନ୍ତି। ଆନନ୍ଦର ବିଷୟ ସୁଖର ବିଷୟ ଏଇ ସାଧୁସଙ୍ଗ ସତ୍ସଙ୍ଗ ଏସବୁ ଭାଗ୍ୟରେ ଥିଲେ ମିଳେ। ପୂର୍ବର ଭାଗ୍ୟ ନଥିଲେ ସୁକୃତ ସୁକର୍ମ ନଥିଲେ ଇଏ ସନ୍ଥ ସେବା ସାଧୁ ସେବା ଭଗବତ କୀର୍ତ୍ତନ ସ୍ମରଣ ଅର୍ଚ୍ଚନା ଏ ସବୁ ଭାଗ୍ୟରେ ନଥିଲେ ମିଳେ ନାହିଁ। ତେଣୁ ପ୍ରଭୁଙ୍କର କୃପାରୁ ତାଙ୍କ ପିତାମାତାଙ୍କ ଆଶୀର୍ବାଦରୁ ତାଙ୍କ ପିତୃପିତା ଯେତେ ଅଛନ୍ତି ସମସ୍ତଙ୍କ ଆଶୀର୍ବାଦରୁ ଆଜି ସମସ୍ତଙ୍କ ଭାଗ୍ୟରେ ବା ସମସ୍ତଙ୍କ ମନରେ ଯେଉଁ ପ୍ରଭୁଙ୍କର କାର୍ଯ୍ୟ କରିବା ଗୁରୁଙ୍କୁ ବସେଇବା ଇଏ ହେଉଛି ବଡ଼ କଥା। ଇଏ ହେଉଛି ଗୁରୁଗତ ପ୍ରାଣ। କାହିଁକି ନା ଭଗବାନଙ୍କୁ ଯେ ଭକ୍ତ ଭାବୁଛି ଯେ ପ୍ରଭୁ ଆପଣଙ୍କୁ ବସେଇଲେ ମୋ ବାପାଙ୍କର ଆତ୍ମକଲ୍ୟାଣ ହେବ, ମୋ ପରିବାର ସୁଖୀ ରହିବେ, ଆପଣଙ୍କ ସେବା ମୁଁ ତ କେବେ କିଛି କରିପାରୁନାହିଁ, ସଂସାର ଜଞ୍ଜାଳ ଭିତରେ ପଡ଼ିଛି, ଆଉଟ ପାଉଟ ହେଉଛି କର୍ମମୟ ସଂସାର। ତେଣୁ ଆରି ଭିତରେ ସଂସାର ସାଗର ରୂପେଣ ଜଞ୍ଜାଳ ଜାଲ ରୂପେଣ ସଂସାର ସାଗର ସଦୃଶ ଏ ଜଞ୍ଜାଳ ଜାଲ ସଦୃଶ ତାରି ଭିତରେ ମୁଁ ନଟରପଟ ହେଉଥିବା ବେଳେ ଆପଣଙ୍କୁ ଟିକେ ଯାହା ହଉ। ତେଣୁ ପ୍ରଭୁ ତ ଠାକୁର ତ ସର୍ବତ୍ର ବିଦ୍ୟମାନ। ଶାନ୍ତିଧାମରେ ଠାକୁର ଲୀଳାଖେଳା କରନ୍ତି। ଜଣେ ବାବାଜୀ ଆମର ଥିଲେ ଏଇ ଡୁବୁରି ପାଖର ଶୁକ ବାବୁ, ସେ ବାବା ଯେତେବେଳେ ଠାକୁରଙ୍କର ଭେକବାନ ନେଲେ ବାବାଜୀ ହେଲେ, ଠାକୁର କହିଲେ ଆରେ ଶୁକବାଜୀ ଶୁଣ ତୁ କ'ଣ କହୁଛୁ? ନା ଆଜ୍ଞା ମୁଁ ଏଇଠି ଆପଣଙ୍କ ପାଖରେ ରହିବି। ନା ମୋ ପାଖରେ ରହିବୁ? ଆଚ୍ଛା ଦେଖିଲୁ ଉପରକୁ ଅନେଇଲୁ, କହିଲେ ଦେଖିଲେ ଶରତ ମାସ ଚନ୍ଦ୍ରର ଅତି ଉଜ୍ଜଳ କିରଣ ପଡ଼ିଛି। କହିଲେ କେମିତି ଦେଖାହେଉଛି? ନା ବହୁତ ଉଜ୍ଜଳ ଦେଖାହେଉଛନ୍ତି। ନା ତମ ସୁକିନ୍ଦା ଅଞ୍ଚଳ କେମିତି ଦେଖାହେଉଥିବ? ନା ଆଜ୍ଞା ସେମିତି ଉଜ୍ଜଳ ଦେଖାହେଉଥିବ। ନା ଠାକୁର ସର୍ବତ୍ର ବିଦ୍ୟମାନ। ଠାକୁରଙ୍କ ନିର୍ଦ୍ଦେଶ ତୁ ସେଇ ଜାଗାରେ ରହିବୁ, ଠାକୁରଙ୍କ ସେବା ଧର୍ମ କରିବୁ। ବୋଲ ଆନନ୍ଦ ଏକବାର ହରି ବୋଲ। ତେଣୁ ଠାକୁର ସର୍ବତ୍ର, ସେ କେଉଁଠି ନାହାନ୍ତି, ସବୁଠି ଅଛନ୍ତି, ସବୁ ଜାଗାରେ ଅଛନ୍ତି, ଅଣୁ ଠାରୁ ପରମାଣୁ ପର୍ଯ୍ୟନ୍ତ। ତେଣୁ ସବୁ ଜାଗାରେ ସେ ପରିପୂର୍ଣ୍ଣ ହେଇକି ରହିଛନ୍ତି, ସବୁ ସ୍ଥାନରେ ସେ ଅଛନ୍ତି। ଏକମାତ୍ର ଭାବ ଆଉ ବିଶ୍ୱାସ ଶ୍ରଦ୍ଧା। ଆଜି ଏ ଯେଉଁ କାର୍ଯ୍ୟ ହେଇଛି ଏକମାତ୍ର ଭଲ ପାଇବା, ଠାକୁରଙ୍କୁ ଭଲ ପାଇବା। ସେଇ ବ୍ରହ୍ମଲୀନ ପୁରୁଷୋତ୍ତମ ବାବାଙ୍କର ଶିଷ୍ୟ ଏ ଅନୁମା କହିଲା ମୋ ବାବାଙ୍କ ଠାରୁ ଦୀକ୍ଷା ନେଇଥିଲି। ତେଣୁ ସେଇ ମହାତ୍ମାଙ୍କର ଆଶୀଷ ବଳରୁ ଆଜି ପ୍ରଭୁଙ୍କର ଏଇ ଯେଉଁ ଏତେ ବଡ଼ ପ୍ରଭୁଙ୍କର କାର୍ଯ୍ୟ, ଭକତ ଗୃହକୁ ତ ଭଗବାନ ଆସିବେ। କେମିତି ଆସିବେ? ନା ଏଇ ମାଧ୍ୟମରେ ଆସିବେ। ଭକତ ଗୃହକୁ ଆସିବେ ଭାବ ଭୁଞ୍ଜିବା ପାଇଁ। ଯାହାର ଗୃହ ନିର୍ମଳ ପ୍ରଭୁ ବସିବେ ତହିଁ। ଟିକିଏ କଥା ଆଗରୁ ବାବା ଗୋଟେ ଭଜନ ପଢ଼ୁଥିଲେ, ସୁନ୍ଦର ଭଜନ। ଯଦି ପର୍ବତ ପ୍ରାୟ ଯଦି ଗୋଟେ ପାପ କରିଥାଉ, ଯଦି ଅଗ୍ନି ରୂପକ ଜ୍ଞାନ ଯଦି ତା ଦେହରେ ପ୍ରଭୁଙ୍କର କୃପା ପ୍ରାପ୍ତି ହୁଏ, ତାହେଲେ ତୋର ସବୁ ପାପ ଧ୍ୱଂସ ହେଇଯିବ। ତୁ ଯେତେ ବଡ଼ ପାପୀ ହେଇଥା, ତୁ ଥରେ ଯଦି ଭଗବାନ ଗୀତାରେ ମଧ୍ୟ ସେଇ କଥା କହୁଛନ୍ତି, ଯିଏ ମୋତେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ଭଜ ଅହଂ ତ୍ୱାଂ ସର୍ବ ପାପୀ ଓ ମୁଖିସାମି ମା ଶୁଚ। ସବୁ କଥା ଛାଡ଼, ମୋ ପାଖରେ ଶରଣ ପଶ। ଯିଏ ସବୁ କଥା ଯେଡ଼େ ବଡ଼ ଅସାଧୁ ହେଇଥାଉ, ଯେତେବେଳେ ଜାଣିଯାଏ ନିଜକୁ, ନା ମୁଁ ପ୍ରଭୁଙ୍କ ପାଖରେ ଯେତେବେଳେ ଶରଣ ପଶେ ଏବଂ ସମସ୍ତ ତାର ଅନୁତାପ କରେ, ସବୁ ପ୍ରଭୁ ସବୁ କ୍ଷମା କରିଦିଅନ୍ତି ଏବଂ ତାକୁ ଆପଣାର କରିଦିଅନ୍ତି। ତାର ସବୁ ପୂର୍ବର ତାର ଏସବୁ କଥାକୁ ଧରନ୍ତି ନାହିଁ। ପୂର୍ବରୁ ସେ କ'ଣ କରୁଥିଲା? ଅଜାମିଳ ନାମେ ସେ ମହାପାପୀ ତରିଗଲା ପୁତ୍ର ନାମକୁ ଜପି। କେଡ଼େ କେଡ଼େ ପାପୀ ମାନେ ଚରି ଯାଇଛନ୍ତି। ତେଣୁ ପ୍ରଭୁ ତାଙ୍କର ଶତ୍ରୁ କେହି ନାହାନ୍ତି, କେହି ମିତ୍ର ବି ନାହାନ୍ତି କେହି। ଭଗବାନ ଟିକେ ଭାବକୁ ଦେଖନ୍ତି, ଭାବଗ୍ରାହୀ ସିଏ, ଭାବ ଭୁଞ୍ଜନ୍ତି, ଭାବ ଭୁଞ୍ଜିବାକୁ ଆସନ୍ତି। ତେଣୁ ଭାବ ଟିକେ ଆମ ଭିତରେ ସେଇ ଶ୍ରଦ୍ଧା ଭାବ, ଆମେ ଏତେ ବଡ଼ ଯେଉଁ ଆଶର କରିଛେ, ଆଜି କେତେ କେତେ ଦୂର ଦୂରାନ୍ତରୁ ଭକ୍ତ ଭାଇମାନେ ଆମ ଭଉଣୀ ମା ମାନେ ଆସିଛନ୍ତି। ଏକମାତ୍ର ପ୍ରଭୁ ତମ ଭାବକୁ ଏଇ କାହିଁକି ଆସିଛ, କ'ଣ ପାଇଁ ଆସିଛେ? ଆମେ କ'ଣ ଘରେ ଖାଉନେ ପିଉନେ? ନା ଠାକୁରଙ୍କ ପାଖକୁ ଆସିଛେ। ଆମ ହେଉଛି ଗୁରୁଗତ ପ୍ରଭୁ ପ୍ରାଣୀ ଆଣିଛନ୍ତି, ତାଙ୍କ ବଂଶୀ ବଜେଇକି କର୍ଣ୍ଣ ସବୁ ପ୍ରାଣୀ ଆଣିଛନ୍ତି ଠାକୁରଙ୍କ ପାଖକୁ। ଏଇ ଯେଉଁ ଆପଣମାନେ ଆସିଛନ୍ତି, ଯେଉଁ ପାଦରେ ଆସିଛନ୍ତି ପ୍ରଭୁଙ୍କ ପାଖକୁ, ଅନେକ ସମୟକୁ ସବୁ ପଛକୁ ପକେଇକି
ଠାକୁର ଆମେ ମାନେ ଦେଖୁଛେ ଆମର ଏ ଆଗରେ କେତେ ସବୁ ଗଲେଣି, ତୋହରି ସାଙ୍ଗରୁ ଗଲେଣି ଯେତେ ଦେଖିଛୁ, କିଏ ନେଲାଣି କେତେ, ଆମେ ଆମ ସାଙ୍ଗରୁ ଯିଏ ଯେତେ ଗଲେଣି କେତେ, କିଏ କେତେ ଦିନ ପଡ଼ିକି ରହୁଛନ୍ତି, କେତେ ଅବସ୍ଥା ହେଉଛନ୍ତି। କ'ଣ ପାଇଁକି ନା ବିଷୟ ଯାହାର ଲୋଚନ ହରଇ ଆତ୍ମବୁଦ୍ଧି ଜ୍ଞାନ। ଯେଉଁମାନେ ବିଷୟ ଭିତରେ ବୁଡ଼ିକି ରୁହନ୍ତି ତାଙ୍କ ପରିଣତ ସମୟଟା ସେଇ ସମୟଟା ସେଇଭଳି ହୁଏ। କାରଣ ଏତେ ବିଷୟ ଭିତରେ ଥାଆନ୍ତି, ସେ ବିଷୟ ତାଙ୍କୁ ଛାଡ଼େ ନାହିଁ, ଭାରି କଷ୍ଟ ଭୋଗନ୍ତି, ଦୁଃଖ ଭୋଗନ୍ତି, ପଡ଼ି ରହନ୍ତି। ଏବଂ ଯେଉଁମାନେ ବିଷୟରେ ରହିଲେ ମଧ୍ୟ ସଂସାରରେ ଥବୁ, ସଂସାରରେ ନଥବୁ, ବିଷୟରେ ରହିଲେ ମଧ୍ୟ ନ ଭୁଲିବୁ ଈଶ୍ୱରଙ୍କୁ। ତେଣୁ ଭଗବାନ ଏ ବିଶ୍ୱ ସଂସାର ଯେଉଁ ଆସିছে, ମାଇକ ସଂସାର, କ୍ଷଣିକ ସଂସାର, ଅଳିକ ସଂସାର, ଅନିତ୍ୟ ସଂସାର, ଏ ସଂସାର ଭିତରେ ବାବା କହୁଥିଲେ ଏ ଦେହ ଦିନେ ପତନ ହେବ, ଇଏ ମଧ୍ୟ ଅସତ୍ୟ। ଏ ସବୁ ହେଉଛି ଅନିତ୍ୟ, କ୍ଷଣିକ, ଅଳିକ। ଏକମାତ୍ର ଈଶ୍ୱର ହେଉଛନ୍ତି ସତ୍ୟ, ଯାହା ଥିଲେ ଅଛନ୍ତି ଆଉ ଥିବେ ମଧ୍ୟ, ତାହା ହେଉଛି ସତ୍ୟ। ତେଣୁ ଭଗବାନ ନିର୍ଗୁଣ ନିରାକାର ପୁରୁଷ, ସେ ସଗୁଣ ହେଇକି ଆସନ୍ତି, ସେ ମାନୁଷ ରୂପ ଧରିକି ଆସନ୍ତି ଏବଂ ଏଇ ଜୀବଜଗତ ସହିତ ଭଗବାନ ଖେଳନ୍ତି। ତେଣୁ ଆମେ ହେଉଛି ସେ, ଆମେ କେହି କାହାର ସ୍ତ୍ରୀ ନୁହେଁ, କାହାର ସ୍ୱାମୀ ନୁହେଁ, କାହାର ଭାଇ ନୁହେଁ, କାହାର ବନ୍ଧୁ ନୁହେଁ, କିଏ ଶିକ୍ଷକ ନୁହେଁ, କିଏ ଅଫିସର ନୁହେଁ, ଯିଏ ଯିଏ ଯାହା ହେଇଥାନ୍ତୁ। ଏସବୁ ଗୋଟେ ଅଭିନୟ କରୁଛି, ଆପଣଙ୍କୁ ଆମକୁ ଗୋଟେ ଉପାଧି ମିଳିଛି। ଏସବୁ ଅଳ୍ପ ସମୟ ପାଇଁକି, ଏ ସବୁଦିନ ରହିବନି, ଏ ଉପାଧି ରହିବନି, କିଏ ସମୟ ରହିବନି। ତେଣୁ ଦିନେ ଆସିବ ସମୟ, ତେଣୁ ଆମ ଜୀବକୁ ଧରି ପରମ ଉଡ଼ିଯିବେ ନିଜ ଧାମ, ଜୀବ ପରମକୁ ଧରି ପଳେଇବ। ମହାଶୁକ୍ଳ ବର୍ଣ୍ଣ ସେବେନି ହଂସ, ଜଣେ ଗ୍ରାସ କଲେ ଜଣେ ଗୋଟେ ଉପବାସ। ଯିଏ ଥାଇ ଭୁକେ ଭୁକେ ସାକ୍ଷୀ ସ୍ୱରୂପେ ଦେଖେ, ମଲା ବେଳେ ସେଇ ସଖୀକୁ। ତେଣୁ ଏ ଶରୀର ଏକ ବୃକ୍ଷ, ଆ ଭିତରେ ଚଢ଼େଇକି ବାସ କରୁଛନ୍ତି, ଗୋଟେ ଜୀବ ଆଉ ଗୋଟେ ପରମ, ଜଣେ ଆତ୍ମା ଜଣେ ପରମାତ୍ମା, ଜଣେ ରାଧା ଆଉ ଜଣେ କୃଷ୍ଣ। ସେଇ ଜୀବ ସେଇ ପରମ, ସେଇ ଆତ୍ମା ପରମାତ୍ମା। ଜୀବ ଯଦି ସବୁ ଖାଉଛି ପିନ୍ଧୁଛି, ମୋ ଘର ମୋର ସଂସାର, ମୋର ପରିବାର, ମୋର ଦେହ, ମୁଁ ସବୁ କରିଛି, ଏଇ କଥାକୁ ଠାକୁର ତାକୁ ତତ୍ତ୍ୱକୁ, ଏଇ ତତ୍ତ୍ୱକୁ ଅଭିରାମ ପରମହଂସ ଦେବ এই দর্শন রূপে ঠাকুর এই সব জীব জগতকু এই তুই কি শুনরে মন গুরু শিষ্য জ্ঞান, তুই কিয়ে সে তোতে তুই কিন, তু আগ নিজକୁ নিজে চিহ্ন। ছ চক্র পরে ছ বেদ উপরে, শূন্য শূন্য মহাশূন্য উপরে, অবর্ণ অচিহ্ন ব্রহ্ম যে, মায়া কায়া ছায়া ଯେଉଁ ସ୍ଥାନେ ନାହିଁ, ତାକୁ ତୁ କର ଭଜନ। ତେଣୁ ଆମେ ସେ ସ୍ତରକୁ ଯାଇପାରୁଛୁ। କେତେ ଜଣ ସାଧକ ଯିବେ, ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚ ଜ୍ୟୋତିଷିଧୟେ, ଅନେକ ଅନେକ ସହସ୍ର ସହସ୍ର ମନୁଷ୍ୟ ଭିତରେ ଜଣେ ଜଣେ ସିଦ୍ଧି ପ୍ରାପ୍ତ ହୁଅନ୍ତି, ମୋତେ ଜାଣନ୍ତି। ତାଙ୍କ ମଧ୍ୟରେ ମଧ୍ୟ ଅନେକ ସହସ୍ର ସହସ୍ର ଭିତରେ ମଧ୍ୟ କିଏ ତତ୍ତ୍ୱ ଭାବ ହେଇପାରେ, ଭଲ ରୂପେ ଭଗବାନଙ୍କୁ ତତ୍ତ୍ୱ ଭାବରେ ଜ୍ଞାନ ରୂପରେ ତାଙ୍କୁ ଅନୁଭବ କରନ୍ତି, ଜାଣନ୍ତି। ସେମିତି ଭଗବାନଙ୍କୁ ଜାଣିବା ପାଇଁକି, ତେଣୁ ଭଗବାନଙ୍କୁ ଆମେ କ'ଣ ସମସ୍ତେ ସାଧକ ହେଇଛନ୍ତି, ସାଧନ ସ୍ତର କରିକି ସେ ସ୍ତରକୁ ପଳେଇବେ? ये कलिजुग, अल्प आयुष, अन्नगत प्राण, टिके आपण गोलिए न खाइले आपण मुह फिका पड़ जाऊँ। तेणु ये कलिजुगे ठाकुर अभिराम परमहंस सहज सूक्ष्म साध्य करी भव संसार जीवा करी, केमिति सहज साधना करी संसार उद्धार हो। भगवान चैतन्य महाप्रभु आसते नाम कीर्तन करुले, नाम कहले सब अराजकता भी जाइला ना तत्व कौन देवे, से आग बाह्य नाम सब शिखेले, कहले नाम कर। ये नाम करू करू जिते ठाकुर कली अभिराम परमहंस देव कलिजुगे आइले, कहले ये सब समर्थ बेलर कथा, जिते आम देह शरीर सुस्थ अच्छी, आम खाई पार्चे, पिंधि पार्चे, बसी पार्चे, उठी पार्चे, हाँ से सीना नाम करें। जो निर्जर बेल आसो, जो प्राण प्रयाण समय आसो, हाथ गोड़ चलो ना, ना मुखर किसी खाद्य पशब ना, आखि की देखा ना, कान शुभा ना, ये सब इंद्रिय मान मुस्ते कि नाम जप करी। तेणु ठाकुर अभिराम तत्व न पाई न नाम भजिबा तो कारण, अवधूत कर्म करी चैतन्य लगा ध्यान। तेणु ठाकुर ये हूँ से तत्व जहाँ जीव मातृगर्भे बारंबार तो प्रभु पाखे सत्य कर आसे, हे प्रभु ये धरा पृष्ठ को गले आपन को भजन करी, स्मरण करी, रटन करी, बारंबार आसी कहला भगवान गोटे वैष्णवी माया अच्छी, तोर जो गोटी वैष्णवी माया हर ब्रह्मा आदि बुलूँ भुआ, से जो वैष्णवी माया से समस्त भगवान कर्म अनुसार भ्रमित करा, से कर्म अनुसार भ्रमित कराती, क्या राजा करती, क्या प्रजा करती, क्या भिकारी करती, क्या छोटा करती, क्या कोणा करती, क्या पूजा करती, क्या सुंदर करती, क्या असुंदर करती, क्या केमी करती भगवान सी ही जानती। तेणु सी हूँ जंत्री, आम समस्ते गोटे गोटे जंत्र।
तेणु जंत्र जो जाने प्रभु मुझे छड़ा मोर अन्य गति मुक्ति ना सी मोर जीवन सर्वस्व। हाँ तेणु पाखे शरण पशे काय मन वाक्य निजक खाली आम दीक्षा नहीं गले शिक्षा नहीं गले जे आम शरण पशिले अनेक आम भितर दुर्गुण रही परर निंदा कुष्ठरटाना करुचे हिंसा करुचे ईर्षा करुचे परर दोष गुण बाछुचे। हाँ पर द्वारा पर सब अति अशुभ विचार आम भितर आसूची। तेणु ये सब केत आम भर मूल पड़े मूलपोछ होते प्रभु विराजमान करेंगे। तेणु ठाकुर कहते जोगरे भग शिव निजे कहते जम नियम आसन प्राणायाम प्रत्याहार ध्यान धारणा और समाधि केत स्तर भितर जाकि समाधि अवस्था रही जो प्रथम जो जम नियम रही से जम नियम को आम प्रथम अवस्था भक्त हिसाब से आम साधारण मानव हिसाब से आम तक पालन करवा समस्त कर्तव्य। तेणु संसार रही आम भगवान को पाइपर एकमात्र त्याग आउ ता छड़ा मु संसार रही खाली पुड़ा आबुड़ी धरबी ता नुह सबरी जमी जनक राजा भाई जन स्त्री की पाखे बसई समस्त राज्यकर्म बुझुले समस्त प्रजा खबर बुझुले किंतु मन कौन थी ना प्रभु का चरण बिंदे ठाकुर से कथा कहते चूड़ा कुटार बेल केउटुणी की देख स्तन्यपान देउ अछई कोड़े धरी बालक इणे चूड़ा को पाछड़ी न ग्राहक को दियई चुली जाड़ी चूड़ा खरड़ी पाग को देखु थाई इणे ढिंगी बाहर को सावधान केते कार्य करई जणे इणे श्रीहरि ध्यान केते कार्य करई जणे एणे श्रीहरि ध्यान केते कार्य करई जणे एणे श्रीहरि ध्यान बोलानंद कवार हरि बोल। गोटे चूड़ा गोटे केउटीर उदाहरण देइछंती आमर तो अनेक जाति रहिछंती ता भितर कईबर्थ जाति ठाकुर कहउछंती गोटे सेवा से सेवा कला भितर केते कर्म करूची ता परे मध्य मध्य मन स्मरण करि पारुची सेमति आमे विषय रे रहिले मध्य प्रभुकर जो जहा गुरु तत्व देइछंती ताके स्मरण करुवा मनन करुवा। तेणु तांको स्वयं स्वप्ने जागरणे तोते देखुथिबी चाहुथिबी जेणे सब बेले तांको जुआडे चाहुथिबा देखुथिबा तांकरी स्वरूप को देखुथिबा ये होची दर्शन। तेणु प्रभुकर नाम और रूप ये दुईटी जिनिस आम आखि आगे सब सब जिते आप विपद था जिते संपद था विपद नैव विपद संपद नैव संपद विपद विस्मरण विष्णु संपन्न नारायण व्यास कहते विपत्ति विपत्ति नुहे संपत्ति संपत्ति नुहे ईश्वर को भूली जा हूँ बड़ विपत्ति आ ईश्वर को मन रखा हूँ बड़ संपत्ति। तेणु संसार रही स्मरण रखा मोर स्मरण जार चित्त ता देहे थाई निरत ये मत सब स्मरण करुए मुझा देह सब थाए। तेणु प्रभु यही हूँ आत्मज्ञान। तेणु मो भितर मो प्रभु अच्छा सी खाऊँ सी पिंधुं सी लगाऊँ तांको बिना किछि हुए ना। तेणु प्रभु सकल सब तुम्हें कराउछ बोली जे जानई ए संसार से धन्य धन्य जे प्रातः उठिला बेलू विश्राम पर्यंत आमे अण हेतु जेतेबेले अण हेतु मु करूची मते एमती कहला मते से माइला मते से धइला एई भई भावना होते सृष्टि होती जदि आमे तांको सब समर्पण करिबा ताहाले जे मते सब समर्पण होई मु तार समस्त बुझई। तेणु ठाकुरଙ୍କର एही जे समर्पण पत्र जहा आनंद विषय आज माँ बापा आनुकूल्य प्रभुत्व कार्य ठाकुर सपरिवार एवं समस्त हरिभक्त ठाकुर भक्ति दिंतु बोल आनंद कवार हरि बोल हरि बोल।